या कुन्देन्दुतुषारहारधवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। हमें पढ़िवा दिव्य समाचार श्रीमा श्रीनोषा घटित 247 सत्य कहानी। मूल रचना श्याम कुमारी, ओडिया रूपांतर ध्रुवचरण होता। भिन्न भिन्न साधक साधिका सहित वार्तालाप साधक साधिका मान अनुभूति को से उल्लेख करछन्ति। पृष्ठा 116। सबु किछि ही संभवपर। 1970 मसीहा फेब्रुआरी मास 21 तारिख पूर्व आश्रम जड़े साधकों नितंबरे गोटे गाजर आकृतिर बथ होइथिला। ताहा एपरि गोटे अकलिया स्थान रे होइथाय जे बसी हुए नाही किंबा सोइबा मध्य खूब कष्टकर होइथाय। से सोइबा को जिबा पूर्वरु अंतर मध्य श्रीमां को प्रार्थना करी कहिले एक बड़ समस्या, जदि दर्शन दिन पर्यंत ये घाटी एहीपरि अवस्था रुहे मु तो चली पारिबि नाही ओ आपणकर दर्शनर अपूर्व सुजोगरु मते वंचित हेबाकु ही पड़िबो। एही परिस्थिति रे से श्रीमांकर साहाय्य प्रार्थना पूर्वक सोई पड़े। सकाळु उठी देखंती बथटी जेउठारे होइथिला ताहार 3 इंच तळकु घुंची आसीछि। बथटी जेउठी होइथिला ताहार 3 इंच तळकु घुंची आसीछि एवं से आ कोनोसी जंत्रणा अनुभव करू नाहंती एवं चलाबुला करबाकू समर्थ होई पारुछंती। ठीक तार परदिन मनकु मन बथटी फाटीगला और आस्ते आस्ते सुखी आसिला। से जाई श्रीमां को पचारिले, गोटे बथ गोटे स्थानरु अन्य गोटे स्थान को घुंची जीवा कौन संभवपर? श्रीमा उत्तर देथिले, सबु किछि संभवपर। केवल आमर जुक्तिरत मनटी गोटे सीमा बांधी बसी रही थाए। तुम शरीरटीर ग्रहण योग्यता पाई मु तुमको अभिवादन जनाउछि। शेष वाक्यटी बहुत महत्व रखे। आमे सेटा आम पाई मन रखिबा। मां कहले जे सबु किछि संभवपर। केवल आमर जुक्तिरत मनटी गोटे सीमा बांधी बसी रही थाए। तुम शरीरटीर ग्रहण योग्यता पाई मु तुमको अभिवादन जनाउछि। प्रथम कथा कहले सबु किछि संभवपर। सेति पई कुआ जाय प्रभुंकर मेसेज ऑल कैन बी डन इफ गॉड टच इज देयर। सबु किछि संभव यदि परमंकर सेठी स्पर्श रही। आमे आउ द्वितीय कथाटी मन पकाइबा। चैत्य आविष्कार प्रथम
ପଏଣ୍ଟଟି ଯେତେବେଳେ କହୁଛନ୍ତି ଯେ ମନ ଦ୍ୱାରା ଆଧ୍ୟାତ୍ମିକ ବିଷୟ ସବୁକୁ ବିଚାର କରିବ ନାହିଁ, ସେଠି କହୁଛନ୍ତି କାରଣ ମନ ବିଚାର କରିବାକୁ ଅସମର୍ଥ, ମନ ବିଚାର କରିପାରିବ ନାହିଁ। ଆମର ସ୍ଥୂଳ ଜ୍ଞାନ ଯେତିକି, ଅଳ୍ପ ଅନୁଭୂତି ଏବଂ ତଥ୍ୟଗତ ଜ୍ଞାନ ଅଳ୍ପ, ତାକୁ ଆମେ ଅନୁଭବକୁ ବେଶ କରି ଆମେ କଣ କରୁ, ବିଚାର କରୁ, ଚିନ୍ତନ କରୁ, ଧାରଣା କରୁ, ସେଇଥିରେ ସିଦ୍ଧାନ୍ତରେ ପହଞ୍ଚୁ। କିନ୍ତୁ ତାଠାରୁ ଅନନ୍ତ ଗୁଣରେ, ଅନନ୍ତ ଭାବରେ ବିଶାଳତର ହଉଛି ପରମଙ୍କର କାର୍ଯ୍ୟାବଳୀ। ତେଣୁ ତାଙ୍କ ପାଖରେ କିଛି ବି ଅସମ୍ଭବ ନାହିଁ। ଆରେ ସବୁ ତ ସେ ସୃଷ୍ଟି କରିଛନ୍ତି, ତେଣୁ କୋଉଟା ବଦଳେଇବା ପାଇଁ କଣ ତାଙ୍କୁ ଅସମ୍ଭବ? ସେ ଏଇଠୁ ଗୋଟେ କଥାଟେ ମନେ ପଡୁଛି, ଯୋଉ ମୂର୍ତ୍ତି ପୂଜାକୁ ଯୋଉମାନେ ବିରୋଧ କରୁଛନ୍ତି, ସେମାନେ ଥରେ ଝଗଡା କରୁଛନ୍ତି, ତାଙ୍କ ଜଣେ ଝଗଡା କରି କହୁଛନ୍ତି, ଯୋଉମାନେ ମୂର୍ତ୍ତି ପୂଜା କରୁଛନ୍ତି ତାଙ୍କୁ କଟାକ୍ଷ କରି କହୁଛନ୍ତି ଯେ ଭଗବାନ ହଉଛନ୍ତି ସର୍ବଶକ୍ତିମାନ, ନିରାକାର, ସିଏ କେମିତି ଇଏ ଗୋଟେ ସାମାନ୍ୟ ମୂର୍ତ୍ତି ଭିତରେ ତାଙ୍କୁ ତମେ ସୀମାବଦ୍ଧ କରି ରଖୁଛ, ତେଣୁ ମୂର୍ତ୍ତି ଭିତରେ ଭଗବାନ କେମିତି ରହିପାରିବେ? କାହିଁକିନା ସେ ତ ଏତେ ବିଶାଳ, ଏତେ ମହାନ, ତାଙ୍କର ଆକାର କାହିଁ? ସେ ତ ସର୍ବଶକ୍ତିମାନ, ଏ ମୂର୍ତ୍ତି ତ କିଛି କରିପାରିବନି। ସେଇଠି ଗୋଟେ ବଢିଆ ଯୁକ୍ତି ଉପସ୍ଥାପନା କରାଯାଇଛି। ସେ ଯୁକ୍ତି ହଉଛି, ଯଦି ଈଶ୍ୱର ସର୍ବଶକ୍ତିମାନ, ତେବେ ତାଙ୍କର ଆକାର ନାହିଁ କହୁଛନ୍ତି, ଠିକ ଅଛି। ଯଦି ସେ ସର୍ବଶକ୍ତିମାନ, ସିଏ କଣ ଗୋଟେ ମୂର୍ତ୍ତିର ରୂପ ନେଇପାରିବେନି? ମାନେ ତାଙ୍କର ଏତିକି ବି ଶକ୍ତି ନାହିଁ ଯେ ସେ ଗୋଟେ ମୂର୍ତ୍ତିର ରୂପ ନେଇପାରିବେ? ତାମାନେ ତ ତମ ନିଜ କଥାକୁ ନିଜେ ବିରୋଧ କରୁଛ। ତମେ କହୁଛ ସେ ସର୍ବଶକ୍ତିମାନ, ଏପଟରେ କହୁଛ ସେ ମୂର୍ତ୍ତି ଭିତରେ ରହିପାରିବେନି। ଆରେ ଏଇ କେମିତି କଥା ହବ? ଆରେ ଯିଏ ସର୍ବଶକ୍ତିମାନ, ସେ ଯେକୌଣସି କାର୍ଯ୍ୟ କରିପାରିବେ, ତେଣୁ ମୂର୍ତ୍ତି ଭିତରେ କାହିଁ ରହିପାରିବେନି? କାହିଁକିନା ସେଟା ତାଙ୍କ ସୀମା ବାହାରେ ହେଇଯିବ। ତାପର ଲାଇନଟା ଯୋଉଟା ତୃତୀୟ ପଏଣ୍ଟଟି, ତୁମ ଶରୀରଟିର ଗ୍ରହଣ ଯୋଗ୍ୟତା ପାଇଁ ମୁଁ ତୁମକୁ ଅଭିବାଦନ ଜଣାଉଛି। ପ୍ରତ୍ୟେକ ସମୟରେ ଆମର ଗ୍ରହଣଶୀଳତା ହିଁ ଦିବ୍ୟ କୃପାକୁ ଆମ ଭିତରେ କେତିକି କାର୍ଯ୍ୟ କରିବ ତା ଉପରେ ନିର୍ଭର କରେ। କାହା ଉପରେ ନିର୍ଭର କରେ? ନା ଆମର ଗ୍ରହଣଶୀଳତା ଉପରେ। ଏଇଠି ଯୋଉ ଏକ୍ସାମ୍ପଲଟି ଦିଆହେଲା, ଶରୀର କଥା କୁହାହେଲା, ଯୋଉଟା କି ସବୁଠାରୁ ଜଡ, ଯିଏ କି ପରିବର୍ତ୍ତନ ହବା ସବୁଠାରୁ କଷ୍ଟ, ସିଏ ମଧ୍ୟ ଗ୍ରହଣଶୀଳ ଯଦି ହେଇଗଲା, ତେବେ ଦିବ୍ୟ କୃପା ଯାହା ଚାହୁଁଥିବେ ପରିପ୍ରକାଶ କରିବା ପାଇଁ, ତାହା ପୂର୍ଣ୍ଣତଃ ପରିପ୍ରକାଶ କରିପାରିବେ। ଯେହେତୁ ମା ସୀତା ମାଙ୍କୁ ପ୍ରାର୍ଥନା କରିଛନ୍ତି, ମା ମାଙ୍କର ଆଶୀର୍ବାଦ ଫଳରେ ତାଙ୍କ ଶରୀର ଗ୍ରହଣଶୀଳ ଥିଲା ବୋଲି ଏତିକି ସମ୍ଭବ ହେଇପାରିଲା। 3 ଇଞ୍ଚ ତଳକୁ ଖସିଗଲା, ଇଏ କୌଣସି ବିଜ୍ଞାନ ଶାସ୍ତ୍ର ଆକୁ ବୁଝେଇ ପାରିବ ନାହିଁ, କୌଣସି ବିଜ୍ଞାନ ଶାସ୍ତ୍ର ବୁଝିପାରିବ। ତାପରେ ପୁଣି ଗୋଟାଏ ଦିନରେ, ତା ପରଦିନ ଅନୁମାନ ବଥ ଫାଟିଗଲା। ଆରେ ବଥଟି ବଥଟି ପାଚିବ, ଫାଟିବ କେତେ ଦିନ ଲାଗେ? ବଥ ଫାଟି ଆସ୍ତେ ଆସ୍ତେ ଶୁଖିଗଲା। ଦର୍ଶନ ଦିନ ପୂର୍ବରୁ ଯେମିତି ସେ ରେଡି ହେଇଯିବ। ଆଉ ଗୋଟେ ପଡିବ, ଏକ ଆରୋଗ୍ୟ। ଏହା 1962 ମସିହାର ଏକ ଘଟଣା। ସ୍ୱର୍ଗତ ରାମକୃଷ୍ଣ ଜୈନ ସେତେବେଳେ ଲୁଧିଆନା ସହରରେ ରହୁଥାନ୍ତି। ତାଙ୍କର ଜଣେ ବନ୍ଧୁ ଓ ବେପାର ଭାଗିଦାର ଥରେ କୌଣସି ବେପାର ସମ୍ବନ୍ଧୀୟ କାମରେ ବାହାରକୁ ଚାଲି ଯାଇଥାନ୍ତି। ଏହି ସମୟରେ ତାଙ୍କର ଗୋଟିଏ 12 ବର୍ଷର ପୁଅ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ଡାକ୍ତରମାନେ ପରୀକ୍ଷା କରି ଦେଖିଲେ ଯେ ପିଲାଟିର ମେରୁଦଣ୍ଡରେ ଟିବି ହୋଇଯାଇଛି। ଏଣୁ ଏହାକୁ ତୁରନ୍ତ ଅପରେସନ କରିବାକୁ ପଡିବ। ଅପରେସନ ପରେ ଦିନକୁ 2ଟି କରି ଇଞ୍ଜେକ୍ସନ
3 ମାସ ପର୍ଯ୍ୟନ୍ତ ନେବାକୁ ପଡ଼ିବ ଏବଂ ଗୋଟିଏ ଇଞ୍ଜେକ୍ସନ ଆହୁରି 3 ମାସ ପର୍ଯ୍ୟନ୍ତ ଦେବାକୁ ହେବ। ଏତେ କଥା କଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବାର ନିର୍ଭର ପ୍ରତିଶ୍ରୁତି ଦିଆଯାଇ ପାରିବ ନାହିଁ। ତାଙ୍କର ବନ୍ଧୁ ବାନ୍ଧବ ପିଲାଟିକୁ ଅନ୍ୟ ଗୋଟିଏ ପ୍ରତିଷ୍ଠିତ ଡାକ୍ତରଖାନାକୁ ପରୀକ୍ଷା ପାଇଁ ନେଲେ। ସେଠାକାର ଡାକ୍ତରମାନେ ଭିନ୍ନ ମତ ଦେଇଥିଲେ। ରାମକୃଷ୍ଣ ଜୈନ ଏହା ମଧ୍ୟରେ ପିଲାଟିର ଅସୁସ୍ଥ ବିଷୟରେ ଶ୍ରୀମାଙ୍କୁ ଜଣାଇ ଦେଇଥିଲେ ଓ ଶ୍ରୀମା ଆଶୀର୍ବାଦ ପୁଷ୍ପ ପ୍ରେରଣ କରିଥିଲେ। ପୁନଶ୍ଚ ରାମକୃଷ୍ଣ ମାଙ୍କ ନିକଟକୁ ଦୁଇ ଡାକ୍ତର ପ୍ରେସ୍କ୍ରିପ୍ସନ ଓ ମତାମତ ଗୋଟିଏ ଲଫାଫାରେ ପୂରାଇ ନିର୍ଦ୍ଦିଷ୍ଟ ମତାମତ ପାଇଁ ପ୍ରାର୍ଥନା କଲେ। ମାଙ୍କ ପାଖକୁ ଚିଠି ଲେଖିଲେ, ମାଙ୍କ ପାଖକୁ ଜଣାଇ ଦେଇଥିଲେ। ତାପରେ ଡାକ୍ତରଙ୍କର 2 ଜଣଙ୍କର ଯୋଉ ପ୍ରେସ୍କ୍ରିପ୍ସନ ଆଉ ତାଙ୍କର ନିଜର କିଛି କଥା ଲେଖିକି ପଠେଇଲେ, କିନ୍ତୁ ସେଥିରେ ଲେଖିଲେ ଯେ ନିର୍ଦ୍ଦିଷ୍ଟ ମତାମତ ଦେବାକୁ ଅନୁରୋଧ କଲେ। ତା ପୂର୍ବରୁ ଆଶୀର୍ବାଦ ପୁଷ୍ପ ସେ ପାଇଥିଲେ, କିନ୍ତୁ ସେ ଚାହୁଁଥିଲେ ମାଙ୍କ ପାଖରୁ ନିର୍ଦ୍ଦିଷ୍ଟ ମତାମତ। ଏହା ମଧ୍ୟରେ ତାଙ୍କ ବାପା ଫେରି ଆସି ସବୁ ବିଷୟ ଶୁଣିଲେ ଓ ତାଙ୍କ ମନରୁ ଗୋଟିଏ କଥା ଜନ୍ମ ନେଲା ଓ ସେ କହିଲେ, ପୁଅକୁ ଗୋଟିଏ ଟାଣ ଖଟ ଉପରେ ଶୁଆଇ ଦିଅ। ମୁଁ ଭାବୁଛି ଏହା ହୋମିଓପାଥି ଔଷଧରେ ଆରୋଗ୍ୟ ହୋଇଯିବ। ଶ୍ରୀମା ଡାକ୍ତରଙ୍କର 2ଟି ରିପୋର୍ଟ ନିଜର ବ୍ୟକ୍ତିଗତ ଡକ୍ଟର ସାନ୍ୟାଲଙ୍କୁ ଦେଖାଇଲେ। ଶ୍ରୀମାଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ଟେଲିଗ୍ରାମ ପ୍ରେରଣ କରାଗଲା। ମା କୁହନ୍ତି, ଡାକ୍ତରମାନଙ୍କର ମତାମତ ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ। ଅପରେସନ କରିବାର କୌଣସି ଆବଶ୍ୟକତା ନାହିଁ। ପିଲାଟିକୁ ହୋମିଓପାଥି ଔଷଧ ଟ୍ୟୁବରକୁଲିନିୟମ ଗୋଟିଏ ମାତ୍ର ପାନ ଖାଇବାକୁ ଦିଆଗଲା। ସେଇ ଗୋଟିଏ ପାନ ଔଷଧରେ ପିଲାଟି ଆରୋଗ୍ୟ ହେବାକୁ ଲାଗିଲା। ତାର ବଙ୍କା ମେରୁଦଣ୍ଡଟି ସିଧା ହୋଇଗଲା ଓ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସେ ଦୌଡ଼ା ଦୌଡ଼ି ଓ ଖେଳ ବୁଲ କରିବାକୁ ବେଶ ସକ୍ଷମ ହୋଇପାରିଲା। ତା ପର ବର୍ଷ ଫେବୃଆରୀ ଦର୍ଶନ ଦିବସରେ ସେ ତାଙ୍କ ବାପାଙ୍କ ସାଙ୍ଗରେ ପଣ୍ଡିଚେରୀ ଆସନ୍ତି। ଟି ପୁଅକୁ ସାଙ୍ଗରେ ନେଇ ଶ୍ରୀମାଙ୍କ ନିକଟକୁ ଦର୍ଶନକୁ ଯିବା ସମୟରେ କହିଲେ, ମା ତାକୁ ଟିକେ ଦେଖନ୍ତୁ। ଶ୍ରୀମା ପିଲାଟିକୁ କଣ କିଛି କହିଲେ, ଟି କିଛି ବୁଝିପାରିଲେ ନାହିଁ। ପରେ ସେ ତାଙ୍କ ପୁଅକୁ ମା କଣ କହିଲେ ବୋଲି ପଚାରନ୍ତେ ପୁଅ କହିଲା, ମା କହିଲେ, ଆଜ୍ଞା ବେଟା, ପୁଅ ତୁମେ ଆସିଗଲ। ଏକଥା ଶୁଣି ତାଙ୍କ ବାପା ଅବାକ ହୋଇଗଲେ। ମା ତ ହିନ୍ଦୀ କହିପାରନ୍ତି ନାହିଁ, କିପରି ତୁମକୁ ହିନ୍ଦୀ ଭାଷାରେ କହିଲେ? କିନ୍ତୁ ତାଙ୍କ ପୁଅ ଦୃଢ ସ୍ୱରରେ କହିଥିଲେ, ଶ୍ରୀମା ତାଙ୍କୁ ହିନ୍ଦୀରେ ହିଁ କହିଛନ୍ତି। ପରେ ଆଶ୍ରମର ଜଣେ ପୁରାତନ ସାଧିକା ତାଙ୍କୁ ବୁଝାଇ ଦେଲେ, ଯଦିଓ ଶ୍ରୀମା ଫରାସୀ ଭାଷାରେ କୁହନ୍ତି, ଲୋକମାନେ ଅଧିକାଂଶ ସମୟରେ ସେଇ କଥାଟିକୁ ନିଜର ମାତୃଭାଷାରେ ଶୁଣିବାକୁ ସକ୍ଷମ ହୋଇପାରିଥାନ୍ତି। ଏଇଟା ଗୋଟାଏ ଥର ନୁହଁ, ଏଇଭଳି ଅନେକ ଥର ଏଇ ଘଟଣା ଘଟେ। ତେଣୁ ଆଶ୍ରମ ସାଧକ ସାଧିକା ମାନଙ୍କ ପାଇଁ ଏଇଟା ନର୍ମାଲ କଥା ହେଇଯାଇଛି, ତେଣୁ ସେମାନେ ଜାଣି ସାରିଛନ୍ତି। ତେଣୁ ସେ କହୁଛନ୍ତି, ସାଧକ ସାଧିକା ମାନେ ଜଣେଇଲେ, କହିଲେ ମା ଫ୍ରାନ୍ସର ମାନେ ଫ୍ରେଞ୍ଚ ଭାଷାରେ କୁହନ୍ତି, କିନ୍ତୁ ଯିଏ ଯୋଉ ପ୍ରୋବ୍ଲେମ ନେଇକି ଆସିଥାଏ ତାର ଯୋଉ ଭାଷାଭାଷୀ, ଯୋଉ ଭାଷାଟା ସିଏ ବୁଝିପାରିବ ବା ତାର ମାତୃଭାଷାରେ ମା ସେମାନେ ଶୁଣନ୍ତି ଯେ ମା ତାଙ୍କୁ କହିଛନ୍ତି ବୋଲି। ଏଇଟା ଏଠି ଆମେ ପଢିଲେ, ଏ ପିଲାଟି କହୁଛି ମା ତାଙ୍କୁ ହିନ୍ଦୀରେ କହିଲେ, ଆଜ୍ଞା ବେଟା, କିନ୍ତୁ ମା ସେତେବେଳେ ଫ୍ରେଞ୍ଚରେ କହିଛନ୍ତି। ଆ ପୂର୍ବରୁ ଆମେ ବି ଶୁଣିଛନ୍ତି ଅନେକ ଥର ତାମିଲ ଲୋକ ସେମାନେ ବି ମାଙ୍କ ପାଖକୁ ଯାଇଛନ୍ତି, ମା ତାଙ୍କୁ ଫ୍ରେଞ୍ଚରେ କହିଛନ୍ତି, ସେ କିନ୍ତୁ ତାମିଲରେ ଶୁଣିଛନ୍ତି। ମା ତାମିଲ ଜାଣିନଥିଲେ, ମାଙ୍କୁ ସିଏ ତାମିଲରେ ତାଙ୍କର ଅସୁବିଧା ଗୁଡିକ କହୁଛନ୍ତି, ମା ତାର ଉତ୍ତରରେ ଫ୍ରେଞ୍ଚରେ କହୁଛନ୍ତି। ମା ତାମିଲ ଜାଣିନାହାନ୍ତି, ସିଏ ଫ୍ରେଞ୍ଚ ଜାଣିନାହାନ୍ତି। ମା ଫ୍ରେଞ୍ଚରେ ଉତ୍ତର ଦଉଛନ୍ତି, ସିଏ ତାମିଲରେ କହୁଛନ୍ତି। ତାପରେ ମାଙ୍କୁ ଯେତେ ପଚରା ହେଲା, ମା କହିଲେ ତମେ ତାକୁ ପଚାର, ମୁଁ ଯାହା କହିଲି ସେ ବୁଝିଛି କି ନାହିଁ। ତାପରେ ସିଏ ତାଙ୍କୁ ପଚାରିଲେ, ସିଏ କହିଲେ ମା ତ ତାମିଲରେ ତାଙ୍କୁ ଏହା କହିଲେ ବୋଲି। କମ୍ୟୁନିକେସନ ଲାଙ୍ଗୁଏଜ ଟା ଯୋଉ ଆମର, ଆମେ ଯେହେତୁ ମନୁଷ୍ୟ ସ୍ତରରେ ରହୁଛୁ, ତେଣୁ ଆମକୁ ଜଣା ପଡୁନି। ଆମ ଲାଙ୍ଗୁଏଜରେ ହିଁ କହିଲେ ଆମେ ବୁଝିପାରୁ। କିନ୍ତୁ ମା ଉଦ୍ଧତ ଚେତନା ରହୁଛନ୍ତି, ତେଣୁ ସିଏ ଯାହା ବି କହୁଛନ୍ତି, ମା ସେଇ ଚେତନାର ସେଇ ସ୍ତରରେ ତା ପ୍ରୋବ୍ଲେମ ଟା ଜାଣି ସାରିଛନ୍ତି। ତେଣୁ
କେବଳ କହିବା କଥା। ସେ ଯୋଉ ଭାଷା କହିଲେ ବର୍ତ୍ତମାନ ତାଙ୍କ ପାଖକୁ ସେଟା ଆପେ ଟ୍ରାନ୍ସଲେସନ ହେଇକି ଗଲା। ଆଉ ଗୋଟେ, ସିଏ କଣ କଲେ ମୁଁ ଜାଣିପାରିଲିନି। ଅଳ୍ପ କେତେ ଜଣ ଭାଗ୍ୟବାନ ବ୍ୟକ୍ତିଙ୍କ ମଧ୍ୟରୁ ବି ଜଣେ ଅଳ୍ପ କେତେ ଜଣ ଭାଗ୍ୟବାନ ବ୍ୟକ୍ତିଙ୍କ ମଧ୍ୟରୁ ବି ଜଣେ, ଯିଏକି ଶ୍ରୀଅରବିନ୍ଦ ପଣ୍ଡିଚେରୀ ସହରରେ ଆସି ପହଞ୍ଚିବା ପରେ ତାଙ୍କୁ ସାହାଯ୍ୟ କରିବାର ଅପୂର୍ବ ସୁଯୋଗ ଲାଭ କରିଥିଲେ। ସେ ଏବଂ ତାଙ୍କର ପିଲାମାନେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କର ଆନୁଗତ୍ୟ ହୋଇ ଜୀବନ ଧାରଣ କରିଥିଲେ ଏବଂ ଆଜି ସୁଦ୍ଧା ସେହି ପରିବାରଟି ଆଶ୍ରମ ସହିତ ଅତି ନିକଟ ସମ୍ପର୍କ ରଖିଛନ୍ତି ଓ ବିଭିନ୍ନ ବିଷୟରେ ସମ୍ପର୍କିତ ହୋଇ ରହିଅଛନ୍ତି। 1960 ମସିହାରେ ଗୋଟେ ଆକସ୍ମିକ ଦୁର୍ଘଟଣାରେ ଉଭୟ ପତି ଓ ପତ୍ନୀ ମୃତ୍ୟୁବରଣ କଲେ। ତାଙ୍କର ପୁଅ ଓ ନାତି ନାତୁଣୀମାନେ ଏହି ଅଚାନକ ଧକ୍କାରେ ବିଶେଷ ଦୁଃଖିତ ଓ ଅବାକ୍ ହୋଇ ପଡ଼ିଥିଲେ। ଭୟ ଓ ଅସୁସ୍ଥତା ତାଙ୍କ ପରିବାରରେ ଦିନ ରାତି ଘେରି ହୋଇ ରହିଲା। ଏପରିକି ସେମାନେ ରାତିରେ ନିଶ୍ଚିତ ଭାବରେ ଟିକେ ଶୋଇପାରିଲେ ନାହିଁ। ଏକାଠି ଥିବା ସମୟରେ ଟିକେ ଆରାମ ଲାଗେ, କିନ୍ତୁ ଭୟ ସେମାନଙ୍କ ମଧ୍ୟରୁ ଛାଡ଼ି ଗଲା ନାହିଁ। ପିତା ମାତାଙ୍କର ଦଶାହ କର୍ମ ଶେଷ ହୁଅନ୍ତେ ଦିୟୁମନ, ଯିଏକି ସେହି ପରିବାର ସହ ଘନିଷ୍ଠ ସମ୍ପର୍କରେ ଥିଲେ, ସେମାନଙ୍କୁ ଶ୍ରୀମାଙ୍କ ନିକଟକୁ ନେଇଗଲେ। ବିଙ୍କର ବଡ଼ ପୁଅ ମନେ ପକାନ୍ତି, ଆମେମାନେ ଶ୍ରୀମାଙ୍କ ନିକଟକୁ ଯିବା ବେଳେ ଏକବାରକେ ମନ ପ୍ରାଣ ଶରୀର ଓ ଆତ୍ମା ମଧ୍ୟରେ ହତୋତ୍ସାହ ହୋଇ ଭାଙ୍ଗି ପଡ଼ିଥିଲୁ। ଶ୍ରୀମା ପ୍ରତ୍ୟେକ ସଦସ୍ୟଙ୍କ ଆଖିକୁ ଚାହିଁଲେ। ମୁଁ ଜାଣିପାରିଲି ନାହିଁ ମା କଣ କଲେ, କିନ୍ତୁ ମାଙ୍କର ଶକ୍ତି ଏପରି ଶକ୍ତିଶାଳୀ ଯେ ଆମ୍ଭେମାନେ ଯେତେବେଳେ ଶ୍ରୀମାଙ୍କ ପ୍ରକୋଷ୍ଠ ମଧ୍ୟରୁ ଫେରି ଆସିଲୁ, ଆମେ ସମସ୍ତେ ଏକବାରକେ ସହଜାତ ଅବସ୍ଥାକୁ ଫେରି ଆସିଥିଲୁ ଓ ଆମକୁ ଖୁବ୍ ଭଲ ଲାଗୁଥିଲା। ସେଇ ଦିନଠାରୁ ଆମେ ସାଧାରଣ ଜୀବନଯାତ୍ରା ଖୁବ୍ ସହଜ ଭାବରେ କରିପାରିବାକୁ ସମର୍ଥ ମଧ୍ୟ ହୋଇପାରିଲୁ। ମାଙ୍କର ସଲ୍ୟୁସନ ଗୁଡାକ ହଉଛି ଏଇଭଳିଆ। ସେ ଭିତରୁ ପରିବର୍ତ୍ତନ କରିଦିଅନ୍ତି। ଭିତରୁ ଜ୍ୱର ଏବଂ ଦଙ୍ଗା ହଙ୍ଗାମା। 1986 ମସିହାରେ ଅଗଷ୍ଟ ଦର୍ଶନକୁ ଆଶ୍ରମ ଆସିଥିଲେ। 1946 ମସିହାରେ ପ୍ରାୟ ଅପରାହ୍ନ 2:30 ବେଳକୁ ତାଙ୍କର ଦର୍ଶନ ପାଳି ପଡ଼ିଲା। ଦର୍ଶନ ଶେଷ କରି ସେ ଧୀର ସ୍ଥିର ଭାବରେ ତାଙ୍କର ରହୁଥିବା ଅତିଥି ଭବନ ଗୋଲକୁଣ୍ଡିକୁ ଫେରିଯାଇ ଯାହା ଶ୍ରୀମାଙ୍କ ଠାରୁ ଗ୍ରହଣ କରିଛନ୍ତି ତାହାର ସ୍ୱାଦ ଶାନ୍ତ ଭାବରେ ଆସ୍ୱାଦନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରଦିନ ସକାଳୁ ତାଙ୍କୁ ଜ୍ୱର ହୋଇଗଲା। ସେ ଆଉ ବିଛଣାରୁ ଉଠି ପାରିଲେ ନାହିଁ। ତାଙ୍କ ମାମୁଁ ଠିକ୍ ପାଖ କୋଠରୀରେ ରହୁଥାନ୍ତି। ସେ ବ୍ୟସ୍ତ ହୋଇ ମାମୁଁଙ୍କୁ ଡାକିଲେ, କିନ୍ତୁ ତାଙ୍କର ସ୍ୱର ଏତେ ଦୁର୍ବଳ ହୋଇ ପଡ଼ିଥାଏ ଯେ କେହି ତାହା ଶୁଣିପାରିଲେ ନାହିଁ। ଗୋଲକୁଣ୍ଡରେ ଲୋକମାନଙ୍କୁ ନୀରବରେ ଏକୁଟିଆ ରହିବାକୁ ଛାଡ଼ି ଦିଆଯାଇଥାଏ। କେହି ତାଙ୍କୁ ବିରକ୍ତି କରନ୍ତି ନାହିଁ। ଜଣେ ଆଶ୍ରମ ସେବାକାରୀ ଖୁବ୍ ଧୀର ଭାବରେ ଆସି ତାଙ୍କ କକ୍ଷରେ ଯାହା ସବୁ ଧୁଆଧୋଇ ହେବାକୁ ଥିଲା ନେଇ ଚାଲିଗଲେ। ପ୍ରାୟ 10ଟା ବେଳେ କେ ଆସି ଦେଖନ୍ତି ଏମ୍ ଖୁବ୍ ଅସୁସ୍ଥ ହୋଇ ଖଟରେ ପଡ଼ି ରହିଛନ୍ତି। ସେ ଯାଇ ତାଙ୍କର ମାମୁଁଙ୍କୁ ସମ୍ବାଦ ଦେଲେ। ଶ୍ରୀମାଙ୍କୁ ଏ ବିଷୟ ଜଣାଇ ଦିଆଗଲା। ସହସା ତାଙ୍କୁ ଅନ୍ୟ ଏକ ଘରକୁ ସ୍ଥାନାନ୍ତରିତ କରାଗଲା ଓ ଶେଷରେ ଜାମସେଦପୁର ହାଉସକୁ ନିଆଯାଇଥିଲା। ଗୋଲକୁଣ୍ଡରେ ସେ ଯାହା ଲେଖୁଛନ୍ତି, ଯାହା ଜଣା ପଡୁଛି, ସେତେବେଳେ ଗୋଲକୁଣ୍ଡରେ କେହି କାହାକୁ ଡିଷ୍ଟର୍ବ କରନ୍ତି ନାହିଁ। ପ୍ରାୟ ସମସ୍ତେ ନୀରବରେ ରହିବାକୁ ପସନ୍ଦ କରନ୍ତି ବୋଲି ସେଠି ତାଙ୍କୁ ଦିଆଯାଇଥାଏ। ଆଉ ସେମାନେ ନିଜ ନିଜ ରୁମରେ ରୁହନ୍ତି। ତେଣୁ ଇଭିନ୍ ତାଙ୍କ ରୁମରେ ଯୋଉ ସେବାକାରୀ ଜଣକ ଆସିଲେ, ସିଏ ବି ଏତେ ଶାନ୍ତ ସନ୍ତର୍ପଣରେ ଆସି କାମ କରନ୍ତି ଯେମିତି ବ୍ୟକ୍ତି ଜଣକୁ କି ଜଣା ପଡିବନି। ତେଣୁ ସିଏ ସେଠି ଅଛନ୍ତି, କିନ୍ତୁ ସିଏ ଆସିକି ବହୁତ ସୁନ୍ଦର ଭାବରେ ବାସନ ଧୁଆ ଧୋଇ କରି ଆରାମସେ ଯାଇଛନ୍ତି। ଆମ କଥା ଟିକେ ଭାବିଲେ
ଆମେ ବାସନ ଧୁଆ ଧୁଇ କଲା ବେଳେ କେତେ ଶବ୍ଦ ହୁଏ ଓଃ। କିନ୍- ଅନେକ କିଛି ସମୟ ପରେ 10ଟା ବେଳକୁ ଜଣେ ଆସି ଦେଖୁଛନ୍ତି, ଯିଏ ତାଙ୍କ ଖୁବ ଅସୁସ୍ଥ ହେଇ ପଡିଛନ୍ତି, ତେଣୁ ସେ ତାଙ୍କ ମାମୁଁକୁ ଯାଇକି ଖବର ଦଉଛନ୍ତି। ତାପରେ ତାଙ୍କୁ ଜାମଶେଦପୁର ହାଉସକୁ ନିଆଯାଇଛି। ସେଠାରେ ଜଣେ ଚାକର ତାଙ୍କର ଦେଖାଶୁଣା ଦାୟିତ୍ୱ ରହିଲେ। କେବଳ ତାଙ୍କର ମାମୁଁ ଓ ମାଇଁଙ୍କୁ ତାଙ୍କ ନିକଟକୁ ଯିବାର ଅନୁମତି ଦିଆଯାଇଥାଏ। ଏମ୍ ତାଙ୍କ ମାମୁଁଙ୍କୁ କହିଲେ, ଦୟାକରି ଶ୍ରୀମାଙ୍କୁ ଜଣାଇ ଦିଅ, ପଣ୍ଡିଚେରୀ ଆସିବା ପୂର୍ବରୁ ମୁଁ ଜଣେ ଟାଇଫଏଡ ଜ୍ୱର ହୋଇଥିବା ଲୋକର ସେବା କରିଥିଲି। ସେ ଇନଫର୍ମେସନ ଟି ପଠାଉଛନ୍ତି ଯେ ମାଙ୍କୁ କହିଦିଅ ଯେ ମୁଁ ପଣ୍ଡିଚେରୀ ଆସିବା ପୂର୍ବରୁ ଜଣେ ଟାଇଫଏଡ ଜ୍ୱର ରୋଗୀଙ୍କର ସେବା କରିଥିଲି। ବୋଧହୁଏ ତାଙ୍କ ଦେହରୁ ମୋ ମଧ୍ୟକୁ ଟାଇଫଏଡ ଜୀବାଣୁ ପ୍ରବେଶ କରିଥାଇ ପାରନ୍ତି। ଏମକୁ ଜଣା ନଥାଏ ଶ୍ରୀମାଙ୍କୁ କଣ ସବୁ କୁହାଗଲା, କିନ୍ତୁ ଜଣାଗଲା ଜଣେ ଡାକ୍ତର ତାଙ୍କର ରକ୍ତ ନମୁନା ନେବାକୁ ଆସିବେ। କେତେକ କାରଣରୁ ଡାକ୍ତର ଆସିପାରିଲେ ନାହିଁ। ତା ପରିବର୍ତ୍ତେ ତାଙ୍କ ମାମୁଁ ଶ୍ରୀମା ପ୍ରେରଣ କରିଥିବା ଗୋଟିଏ ଆଶୀର୍ବାଦ ପୁଷ୍ପ ତାଙ୍କୁ ଆଣିଦେଲେ। ଠିକ ସେହିଦିନ ସନ୍ଧ୍ୟା ବେଳକୁ ତାଙ୍କର ଜ୍ୱର ଆରୋଗ୍ୟ ହୋଇଗଲା। ପରେ ସେ ଜାଣିବାକୁ ପାଇଲେ ଯେଉଁ ସପ୍ତାହରେ ତାଙ୍କ ଦେହ ପଣ୍ଡିଚେରୀରେ ଅସୁସ୍ଥ ହୋଇପଡିଥିଲା, ଠିକ ସେହି ସପ୍ତାହରେ ତାଙ୍କ ରହୁଥିବା ସହରଟିରେ ଜାତିଆଣ ଗଣ୍ଡଗୋଳ ଜନିତ ଦଙ୍ଗା ହଙ୍ଗାମା ଓ ହାଣ କାଟ ଖୁବ ଜୋରରେ ଲାଗିଥିଲା। ତାଙ୍କ ଜ୍ୱର ହିଁ ତାଙ୍କୁ ବିପଦପୂର୍ଣ୍ଣ ପଥ ମଧ୍ୟକୁ ଛାଡି ନ ଦେଇ ପଣ୍ଡିଚେରୀ ସହରରେ ରଖାଇ ପାରିଲା। ଦେହ ସୁସ୍ଥ ହୋଇଯିବା ପରେ ସେ ଶ୍ରୀମାଙ୍କ ପାଖକୁ ଗୋଟିଏ ପତ୍ର ଲେଖିଲେ। ଏତେ ଦିନ ଧରି ମୁଁ ଆପଣଙ୍କର ଦର୍ଶନ ନିମନ୍ତେ ଆସିବାକୁ ସକ୍ଷମ ହୋଇପାରିନି। ଦୟାକରି ମୋତେ ପ୍ରତ୍ୟେକ ଦିନ 2-4 ଥର ଆସିବାକୁ ଅନୁମତି ଦେବେ କି? ଶ୍ରୀମା ଉତ୍ତରରେ ଲେଖିଲେ, ସକାଳେ ଓ ସନ୍ଧ୍ୟାରେ ସବୁଦିନ ପରି ଦର୍ଶନକୁ ଆସ। ତୁମେ ଉପରବେଳା ପିଲାମାନଙ୍କ ସହ ଦର୍ଶନକୁ ଆସିପାର। ଉପରବେଳା ଶ୍ରୀମା ଛୋଟ ଛୋଟ ପିଲାମାନଙ୍କୁ ଟଫି, ଟମାଟୋ, ଚକୋଲେଟ ଇତ୍ୟାଦି ବିତରଣ କରନ୍ତି। ଏମ୍ ସେଇ ଛୋଟ ପିଲାଙ୍କ ମଧ୍ୟରେ ଜଣେ ହୋଇଗଲେ। 3 ଦିନ କିମ୍ବା 4 ଦିନ ଅତୀତ ହୋଇଗଲା ପରେ ଶ୍ରୀମାଙ୍କୁ କହିଥିଲେ, ବର୍ତ୍ତମାନ ମୁଁ ସୁସ୍ଥ ହୋଇଗଲିଣି, ମୁଁ ଘରକୁ ଫେରିଯିବି। ଶ୍ରୀମା କହିଲେ, ତୁମେ କେବେ ଯିବା ପାଇଁ ଚାହଁ? ଏମ୍ ଉତ୍ତର ଦେଲେ, ମା, ଆଜି ରାତିରେ ମୁଁ ଘରକୁ ଯିବି। ଶ୍ରୀମା ସ୍ନେହପୂର୍ଣ୍ଣ ହସ ହସି କହିଲେ, ତାହେଲେ ତୁମେ ଯାଇ ଶୀଘ୍ର ତୁମର ପେଡି ପିଟିଆ ଆଉ ଥରେ ଖୋଲିଦିଅ। ମା ହସି ହସି କହୁଛନ୍ତି, ଇଏ କହିଲେ ତ ମୁଁ ଆଜି ରାତିରେ ଘରକୁ ଯିବି। ମା କହୁଛନ୍ତି, ତମେ ହସି ହସି କହୁଛନ୍ତି, ତାହେଲେ ତୁମେ ଗୋଟେ କାମ କର, ତୁମେ ଶୀଘ୍ର ଯାଅ, ଯାଇକି ତୁମର ପେଡି ପେଟିଆ ଯୋଉ ବାନ୍ଧିଛ ତାକୁ ସବୁ ଖୋଲିଦିଅ। ମାନେ ଯିବା ପାଇଁ ଯୋଉ ବାହାରିଛନ୍ତି ତାକୁ ଖୋଲିଦିଅ। କଣ ପାଇଁ ନା ମାଡ୍ରାସକୁ ଟ୍ରେନ ସର୍ଭିସ କ୍ୟାନସଲ ହୋଇଯାଇଅଛି। ଏମ୍ କୁହନ୍ତି, ଏପରିକି ସେ 45 ବର୍ଷ ପର୍ଯ୍ୟନ୍ତ ଶ୍ରୀମାଙ୍କର ସେଇ ମଧୁର ହସ ଭୁଲି ପାରି ନାହାନ୍ତି। ସିଏ କହୁଛନ୍ତି, ମା ମୁଁ ଯିବି। ମା କହୁଛନ୍ତି, ତମେ କେବେ ଯିବାକୁ ଚାହଁ? ନା ମୁଁ ଆଜି ରାତିରେ ବାହାରି ଯିବି। ମା ହସି ହସି କହୁଛନ୍ତି, ତାହେଲେ ଠିକ ଅଛି, ତମେ ଗୋଟେ କାମ କର, ଯାଅ ଶୀଘ୍ର ତମର ପେଡି ପୁଟୁଳି ଯୋଉ ବାନ୍ଧିଛ ତାକୁ ଖୋଲିଦିଅ। କାହିଁକି ନା ମାଡ୍ରାସକୁ ଟ୍ରେନ ସର୍ଭିସ ସବୁ କ୍ୟାନସଲ ହେଇଯାଇଛି। 2-3 ଦିନ ପରେ ଶ୍ରୀମା ସ୍ୱୟଂ ମାଡାମ ପଟେଲଙ୍କର କାର ବନ୍ଦୋବସ୍ତ କରି ଏମ୍କୁ ମାଡ୍ରାସରେ ଛାଡି ଦେଇଥିଲେ। ଏଠି ମଝିରେ ଗୋଟେ କଥା କହିଲେ ଅଣଦେଖା ହେଇଯିବ। ସେ କହିଲେ, ଯୋଉ ସପ୍ତାହରେ ତାଙ୍କ ସହରରେ ଦଙ୍ଗା ହଙ୍ଗାମା ହେଇଛି, ହାଣକାଟ ହେଇଛି, ମରାମରି ହେଇଛନ୍ତି, ଜାତିଆଣ ସମସ୍ୟା ନେଇକି ଯୋଉ ହେଇଛି, ଇଏ ଯଦି ଘରକୁ ଫେରି ଥାନ୍ତେ ତାହେଲେ କଣ ହବ କଣ ନାହିଁ କିଏ ଜାଣିଛି। ତେଣୁ ସେଠିକି ସେ ପରିସ୍ଥିତି ମଧ୍ୟକୁ ଇଏ କିପରି ନ ଯିବେ ତାର ବ୍ୟବସ୍ଥାରେ ତାଙ୍କୁ ଜ୍ୱର ହେଇଛି। ଆମେ ପଢିଥିଲେ ଯେ ଜଣେ ବେପାରୀଙ୍କ କଥା। ବେପାରୀ କହିଲେ ଯେ ତାଙ୍କର ଦାୟିତ୍ୱ ଯେତେ ମାନେ କେମିତି ଭଗବାନ ନେଇଛନ୍ତି,
ସିଏ ବେପାରୀ ସମୁଦ୍ରରେ ବୋଇତ ନେଇକି ଯିବା କଥା, କିନ୍ତୁ ଭୁଲରେ ମିଛ ଅପରାଧରେ ଜେଲରେ ରହିଲେ 3 ଦିନ। ତାପରେ ଆସିକି ତାପରେ ନିର୍ଦ୍ଦୋଷରେ ମୁକୁଳିଲେ, କିନ୍ତୁ 3 ଦିନ ଜେଲରେ ରହିଲେ। ଜେଲରୁ ଆସିକି ତାପରେ ତାଙ୍କ ବୋଇତ ନେଇକି ଗଲେ। ଦେଖିଲା ବେଳକୁ କଣ ନା, ଯଦି ସେ 3 ଦିନ ପୂର୍ବରୁ ବୋଇତ ନେଇକି ଯାଇଥାନ୍ତେ, ଯୋଉ ଜାଗାରେ ଝଡ ହେଇଛି, ସାମୁଦ୍ରିକ ଝଡ ହେଇଛି, ବିରାଟ କ୍ଷୟକ୍ଷତି ହେଇଛି, ସେ ସେଇଠି ନିଶ୍ଚୟ ପହଞ୍ଚିଥାନ୍ତେ ଏବଂ ତାଙ୍କ ଜାହାଜ ମଧ୍ୟ ସେ କ୍ଷୟକ୍ଷତି ଭିତରେ ପଡିଥାନ୍ତେ। ତେଣୁ ଭଗବାନ ତାଙ୍କୁ ରକ୍ଷା କରିବାକୁ ଯାଇ କୌଣସି କିଛି ନାହିଁ, ବିନା ଅପରାଧରେ ବିନା ଭୁଲ କରିବାରେ ତାଙ୍କୁ, ଆମେ ଏଟା ଆଲୋଚନା କରିଛୁ, ଡିଟେଲ୍ସ ମୁଁ କହୁନି, ସେ ଜେଲରେ 3 ଦିନ ରହିଲେ। ଯେତେବେଳେ ସେଠି ଝଡ ବତାସ ସରିଗଲା, ସେ ଇଏ ଗଲେ ଏବେ ଚଳିବ, ସେ ଏବେ ନିର୍ଦ୍ଦୋଷରେ ମୁକୁଳିଲେ। ଏଠି ସେଇଭଳିଆ ତାଙ୍କ ଗାଁରେ ଯୋଉ ଦଙ୍ଗା ହଙ୍ଗାମା ହେଇଛି, ମାରପିଟ ହେଇଛନ୍ତି, ହଣାକଟା ହେଇଛନ୍ତି, ଯଦି ସେ ସେଠି ରହିଥାନ୍ତେ ଅସୁବିଧା ହେଇଥାନ୍ତା। ତେଣୁ ତାଙ୍କୁ ଏଠି ଜ୍ୱର ହେଲା ଏବଂ ସେ ଏଠି ରହିଲେ। ମଜା କଥା ହଉଛି, ଡାକ୍ତର ବି ରକ୍ତ ନମୁନା ପାଇଁ ଯାଇପାରିନା, ଅସୁବିଧା ରହିଯାଇଛନ୍ତି। କିନ୍ତୁ ମାଙ୍କ ଆଶୀର୍ବାଦ ପୁଷ୍ପ ଯେତେବେଳେ ଗଲା, ତାଙ୍କର ଜ୍ୱର ସନ୍ଧ୍ୟା ବେଳକୁ ଭଲ ହେଇଗଲା। ତା ଭଲ ହେଇଗଲା ଜ୍ୱର ଆଶୀର୍ବାଦ ପୁଷ୍ପ ଫଳରେ। ଆଉ ଯେହେତୁ ଆଶୀର୍ବାଦ ପୁଷ୍ପ ଫଳରେ ଜ୍ୱର ଭଲ ହେଇ ଯାଇଛି, ମାଙ୍କ ପାଖକୁ ଯାଇ ଅନୁମତି ମାଗିଲେ ଯେ ମା ଏତେ ତ କୃପା କଲ, ତେଣୁ ଆଉ ଟିକେ କୃପା କର, ମତେ ସବୁବେଳେ ଦର୍ଶନ, ଅଧିକ ଥର ମତେ ଦର୍ଶନ ଦେବା ପାଇଁ ଟିକେ ସୁଯୋଗ ଦିଅ। ମା ତାଙ୍କୁ ସୁଯୋଗ ଦେଲେ 3 ଥର ଦର୍ଶନ କରିବା ପାଇଁ। କିନ୍ତୁ କିଛି ଦିନ ପରେ ଇଏ ଯେତେବେଳେ ବାହାରିଲେ ଘରକୁ, ଦେଖନ୍ତୁ ରଖିବା ପାଇଁ ଆଗ ରଖିଦେଲେ, କାହିଁକିନା ସେଠି ଗଲେ ତାଙ୍କ ଦେହଟି, ମାନେ ତାଙ୍କ କଣ ହବ କଣ ନାହିଁ ଠିକ ନାହିଁ, ତାଙ୍କ ଦେହଟି ଅସୁସ୍ଥରୁ ସୁସ୍ଥ ହେଇଗଲା ପରେ ମଧ୍ୟ ତାଙ୍କ ଭିତରେ ଏମିତି ପ୍ରେରଣା ଦେଲେ, ସିଏ ଆଉ କିଛି ଦିନ ରହିବା ପାଇଁ ନିଜେ ଇଚ୍ଛା କଲେ। ତାପରେ ରହିଲେ। ଯେବେ ବାହାରିବାକୁ ଯାଉଛି ସେଦିନ ମଜା କଥାଟେ ହଉଛି, କଣ କହୁଛନ୍ତି? ମା କହୁଛନ୍ତି ତମେ କେତେବେଳେ ଯିବ, ତୁମେ କେବେ ଯିବା ପାଇଁ ଚାହ? କିଏ କହୁଛି ମା ଆଜି ରାତିରେ ମୁଁ ବାହାରି ଯିବି। ମା ହସି ହସି କହୁଛନ୍ତି ହଉ ତାହେଲେ ଗୋଟେ କାମ କର, ଯାଅ, ଯାଇକି ଯୋଉ ବେଡିଂ ପୁଟୁଳା ବାନ୍ଧିନ ତାକୁ ଖୋଲିଦିଅ। ଆରେ ଲୋକ କହିବା ମାନେ ଭାବିବା କଥା, ମା କହିବେ ଯା ଯା ଯା, ତାହେଲେ ଠିକ ଅଛି, ଶୀଘ୍ର ଶୀଘ୍ର ସଜଡା ସଜଡି କରିଦେ ଯିବୁ। ମା କହିଲେ ଯାହା ଯୋଉ ସଜଡା ସଜଡି କରି ବନ୍ଧାବନ୍ଧି କରି ତ ସବୁ ଖୋଲି ପକା। ସେ କଣ ହେଇଛି ନା, ସେତେବେଳେ ମାଡ୍ରାସକୁ ଟ୍ରେନ ସବୁ କ୍ୟାନସେଲ ହେଇଯାଇଛି ମାଡ୍ରାସ। କିନ୍ତୁ କିଛି ଦିନ ପରେ ମା ନିଜେ କାର ପଠେଇ ବନ୍ଦୋବସ୍ତ କରିଛନ୍ତି ସେ କେମିତି ଯିବେ ବୋଲି। ହଉ, ଆମେ ଏଠି ସାରିବା, ମାଙ୍କୁ ଆହ୍ୱାନ କରିବା, ନାମ ଜପ କରିବା, ସାରିବା।